ଯୁବ ବୈଜ୍ଞାନିକ ମୁଣ୍ଡରେ ବଡ଼ ଚିନ୍ତା। ଚାଷୀଙ୍କର ଅସୁବିଧାକୁ ଦେଖି ନିର୍ମାଣ କଲେ ଧାନ ଗଛ ରୁଆ ଯନ୍ତ୍ର। ମହଙ୍ଗା ଦଦରା ଜିନିଷକୁ ନେଇ ନିର୍ମାଣ ହୋଇଛି ଏହି ମେସିନ୍। ବିନା ଇନ୍ଧନରେ ଜଣେ ଲୋକ ଏହି ମେସିନ୍ ସାହାଯ୍ୟରେ ଧାନ ରୁଆ କାମ କରିପାରିବ। ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର 5 ଜଣ ଛାତ୍ର ଏହି ଯନ୍ତ୍ର ତିଆରି କରିଛନ୍ତି। ଧାନ ରୁଆ କରିବା ପାଇଁ ଆଉ ଦରକାର ନାହିଁ ଲକ୍ଷାଧିକ ଟଙ୍କାର ମେସିନ୍। ଏବେ ହାତରେ ମାତ୍ର 1,500 ଟଙ୍କାରେ ମିଳିବ ସେହି ସୁବିଧାର ମେସିନ୍। ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ବର୍ଷର 5 ଜଣ ଛାତ୍ର ନିର୍ମାଣ କରିଛନ୍ତି ଏଭଳି ଏକ ଯନ୍ତ୍ର। ଘଣ୍ଟାରୁ ଏହି ମେସିନ୍ ସହାୟତାରେ 2.5 ହେକ୍ଟର ଜମିରେ ଧାନ ରୋଇ ହେବ ବୋଲି କହିଛନ୍ତି ନିର୍ମାଣକାରୀ ଛାତ୍ର। ଅନ୍ୟପଟେ ପୁରୁଣା ମୋଟରସାଇକେଲ ଚେନ୍, ପୁରୁଣା ହୁଇଲ୍ ଓ କିଛି ଲୁହା ରଡ୍ ଓ କାଠରେ ନିର୍ମାଣ ହୋଇଛି ଏହି ମେସିନ୍। ମ୍ୟାନୁଆଲ ରାଇସ୍ ଟ୍ରାନ୍ସପ୍ଲାଣ୍ଟର ଏଥିରେ ଧାନ ରହିବ। ଗୋଟେ ସାମାନ୍ୟ ମଣିଷ ଘଣ୍ଟାରେ 0.25 ହେକ୍ଟର ଏଥିରେ ଧାନ ରହିପାରିବ। ଗିୟର 3ଟା ଲାଗିଛି ଏଠି, ଆଉ ଚେନ୍ ବାଇକ୍ ଚେନ୍ ଲାଗିଛି ଏଠି। ଧାନ ରଖିବା ପାଇଁ ଜିଆଇ ସିଟ୍ ଗୋଟେ ରଖା ହେଇଛି, ଆଉ ଜ 4ଟା ଲଗାହେଇଛି। ଏଇଟା ଟୋଟାଲ ଖର୍ଚ୍ଚ ଅଛି 1500 ଭିତରେ ସବୁ ହେଇଯାଇଛି। ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଆଇଡିଆ କ୍ଲବର ପଣାୟତ ପଣ୍ଡା, ସୁମିତ କୁମାର ଦାସ, ରାହୁଲ ନାୟକ, ତତ୍ତ୍ୱସିଦ୍ଧ ନନ୍ଦ, ରଞ୍ଜନ ପଣ୍ଡା, ସ୍ପନ୍ଦନ ରାୟ ଏହି ମେସିନ୍କୁ ନିର୍ମାଣ କରିଛନ୍ତି। ମାତ୍ର 1,500 ଟଙ୍କା ଖର୍ଚ୍ଚରେ ତିଆରି ହୋଇଛି ଏହି ଯନ୍ତ୍ର ଓ କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କ ପାଇଁ ହେବ ବେଶ୍ ସହାୟକ। ଚାଷୀ ଧାନ ରୁଆ ପାଇଁ 1,000 ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ, ନହେଲେ ନୂଆ ମେସିନ୍ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ। ଏଭଳି ଖର୍ଚ୍ଚାନ୍ତରୁ ଚାଷୀ ବଞ୍ଚିବେ ବୋଲି ଯନ୍ତ୍ର ତିଆରି କରିଥିବା ଛାତ୍ରମାନେ କହିଛନ୍ତି। ଗୋଟେ ଚାଷୀକୁ ସାହାଯ୍ୟ କରିବା ପାଇଁ ଅତି ସ୍ୱଳ୍ପ ମୂଲ୍ୟରେ ପାଖାପାଖି 1000ରୁ 1500 ଭିତରେ ଆମେ ଏଇ ଯନ୍ତ୍ରଟି ପୁରା କବାଡି ବାଲାର ଜିନିଷକୁ ବ୍ୟବହାର କରିକି ନିର୍ମାଣ କରୁଛୁ। ଯେମିତିକି ସାଧାରଣ ଚାଷୀ, ସାଧାରଣ ବର୍ଗର ଚାଷୀଟିଏ ତାକୁ ନିଜ କ୍ଷେତ୍ରରେ ବ୍ୟବହାର କରିପାରିବ, ଭାଗ ଚାଷୀଟିଏ ନିଜ କ୍ଷେତ୍ରରେ ବ୍ୟବହାର କରିପାରିବ। ରାଜ୍ୟ ସରକାରଙ୍କ ତରଫରୁ ଏହି ଛାତ୍ରମାନଙ୍କ ସଫଳତାକୁ ଉତ୍ସାହିତ କରିବା ଆବଶ୍ୟକ ଥିବା କୁହାଯାଉଛି। ସମ୍ବଲପୁର କ୍ୟାମେରା ପର୍ସନ ସୁବ୍ରତ ମିଶ୍ରଙ୍କ ସହ ବିଷ୍ଣୁ ପ୍ରସାଦ ଦ୍ୱିବେଦୀଙ୍କ ରିପୋର୍ଟ, କନକ ନ୍ୟୁଜ୍।